ଅନ୍ତରରୁ ଅନେକ ଅନେକ ଶ୍ରଦ୍ଧା ଆଉ ଭଲ ପାଇବା ପୁଣ୍ୟପଟି ପ୍ରତି। ମା ଯାହାଙ୍କ ଉପସ୍ଥିତିର ଆଭା ମଧୁର ଆଲୋକ ବିଚ୍ଛୁରିତ କରି ମନୁଷ୍ୟ ପ୍ରାଣରେ ବହୁ ଜିନିଷକୁ ପରିବର୍ତ୍ତିତ କରିଦେଇପାରେ। ତାରକା ବିହୀନ ତମିଶ୍ରାର ଆବରଣ ଭିତରୁ ଆଲୋକର ପ୍ରଦୀପ ପ୍ରଜ୍ୱଳିତ କରିଦେଇପାରେ ଓ ଯାହାଙ୍କ ଅସୀମ ବିଶୁଦ୍ଧ ପ୍ରେମ ଦ୍ୱାରା ପ୍ରତ୍ୟେକ ବସ୍ତୁ ଜୀବିତ ଓ ଜୀବନ୍ତ ହୋଇ ଉଠେ ଆଉ ସେହି ପ୍ରେମର କଲ୍ୟାଣରେ ଗାଢ଼ତମ ଅନ୍ଧକାର ହୁଏ ସ୍ୱଚ୍ଛ ଏବଂ ତୀବ୍ରତମ ବେଦନା ମଧ୍ୟ ପରିଣତ ହୁଏ ଶକ୍ତିମୟ ଆନନ୍ଦରେ। ସେହି ଆଲୋକମୟୀ ପ୍ରେମମୟୀ ଦିବ୍ୟ ଜନନୀଙ୍କୁ ହୃଦୟରୁ ଅନେକ ଅନେକ ପ୍ରଣାମ। ଆଜି ସନ୍ଧ୍ୟାରେ ଉପସ୍ଥିତ ଆତ୍ମାର ସାଥୀ ସମସ୍ତ ଅପାଭାଇଙ୍କୁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ପ୍ରଣାମ। ଆଜିର ବିଷୟବସ୍ତୁ ରହିଛି ଦିବ୍ୟ ଜନନୀଙ୍କ ଆଲୋକ ଓ ପ୍ରେମ। ମାଙ୍କ ପବିତ୍ର ଜନ୍ମ ମାସରେ ମାଙ୍କର ମୂଳ ସ୍ୱରୂପକୁ ତ ଆମେ କେବେ ବୁଝିପାରିବାନି, ତଥାପି ଆଉ ଟିକେ ଅଧିକା ଭାବେ ଆଉ ଟିକେ ନିବିଡ଼ ଭାବେ ତାଙ୍କ ଆଲୋକ ଆଉ ତାଙ୍କ ପ୍ରେମର ସ୍ପର୍ଶ ପାଇବାର ଏଇ ଯେଉଁ ମୁହୂର୍ତ୍ତ ସକାଳକୁ ହୃଦୟରେ କୃତଜ୍ଞତାର ସହ ଗ୍ରହଣ କରିବା ଏବଂ ମାଙ୍କ ପାଖରେ କୃତଜ୍ଞତା ରହି ଆଲୋଚନାଟିକୁ ଆଗକୁ ନେବା। ଯେଉଁ ଆଲୋକର ଶିକ୍ଷା ପାଇଁ ସମଗ୍ର ସୃଷ୍ଟି ପ୍ରକାଶମାନ ହୁଏ, ଯେଉଁ ପ୍ରେମର ପରଶ ପାଇ ସୃଷ୍ଟି ତାର ଭବିତବ୍ୟ ଦିଗରେ ଅଗ୍ରସର ହେବା ପାଇଁ ସମର୍ଥ ହୁଏ, ଆଜିର ଆଲୋଚନା ମାଧ୍ୟମରେ ସେହି ଆଲୋକ ଓ ପ୍ରେମର ପରଶକୁ ଟିକେ ଅନୁଭବରେ ଆଣିବା ଆଉ ବୁଝିବା ତାର ମହତ୍ଵ ଆଉ ମହାନତା। ମାଙ୍କ ଆଲୋକ ସମ୍ବନ୍ଧରେ ପ୍ରଭୁ ଶ୍ରୀ ଅରବିନ୍ଦ କୁହନ୍ତି, ମାଙ୍କର ଚେତନା ସ୍ୱୟଂ ଦିବ୍ୟ ଚେତନା ଏବଂ ସେଥିରୁ ଯେଉଁ ଆଲୋକ ଆସେ ତାହା ସ୍ୱୟଂ ଦିବ୍ୟ ସତ୍ୟର ଆଲୋକ। ଯେ କେହି ଏହି ଆଲୋକକୁ ଧରି ରଖି ତାହାରି ଭିତରେ ନିତ୍ୟ ବାସ କରିପାରିବ, ସେ ମନ ପ୍ରାଣ ଶରୀରର ସକଳ ସ୍ତରରୁ ପରମ ସତ୍ୟକୁ ଦେଖିବାକୁ ପାଇପାରିବ। ସମସ୍ତ ଅଦିବ୍ୟକୁ ହିଁ ସେତେବେଳେ ସେ ପ୍ରତ୍ୟାଖ୍ୟାନ କରିବ। ଅଦିବ୍ୟ ଅର୍ଥ ଯାହା ମିଥ୍ୟା, ଯାହା ଅଜ୍ଞାନତା, ଯାହା ଅନ୍ଧ ଶକ୍ତି ସମୂହର ଭ୍ରାନ୍ତି, ଯାହା ସବୁ କେବଳ ଅନ୍ଧକାର ଅବସ୍ଥା ହିଁ ପସନ୍ଦ କରେ ଆଉ ଦିବ୍ୟ ସତ୍ୟକୁ ଓ ତାହାର ଆଲୋକ ଏବଂ ଶକ୍ତିକୁ ଗ୍ରହଣ କରିବାକୁ ଅନିଚ୍ଛୁକ ହୁଏ, ସେ ସବୁ ହେଲା ଅଦିବ୍ୟ। ସୁତରାଂ ମାଙ୍କର ଆଲୋକକୁ ଓ ଶକ୍ତିକୁ ଯାହା ଯାହା ମାନିବାକୁ ଚାହେଁ ନାହିଁ ତାହା ବି ଅଦିବ୍ୟ। ଆମେ ଯେତେବେଳେ ଗୋଟେ ବିଶେଷ ଅର୍ଥରେ ମାଙ୍କର ଆଲୋକ ଆଉ ମୋର ଆଲୋକର କଥା କହୁ, ପ୍ରଭୁ ତାଙ୍କ ନିଜର ଆଲୋକ କଥା କହୁଛନ୍ତି, ସେତେବେଳେ ତାହା କହୁ ତାର ଏକ ବିଶେଷ ଶକ୍ତିକ୍ରିୟାର ଦିଗରୁ। ତାହା ବିଶେଷ କେତେ ଗୁଡ଼ିଏ ଆଲୋକ ଯାହା ଆସେ ଉପରର ଅତିମାନସ ସ୍ତରରୁ। ସେହି କ୍ରିୟା ଦ୍ୱାରା ମାଙ୍କର ଶୁଭ୍ର ଆଲୋକ ସବୁ କିଛିକୁ ବିଶୁଦ୍ଧ ଓ ଦୀପ୍ତିମାନ କରେ। ସତ୍ୟର ସମ୍ପୂର୍ଣ୍ଣ ତେଜ ଓ ଶକ୍ତିକୁ ନିମ୍ନକୁ ଉତ୍ତାରି ଆଣି ଏଠାରେ ରୂପାନ୍ତର ଘଟାଏ। ଜାଣି ରଖ ଯେ ମାଙ୍କର ଆଲୋକ ଏବଂ ଶକ୍ତି ସତ୍ୟର ହିଁ ଆଲୋକ ଏବଂ ଶକ୍ତି। ମାଙ୍କର ଏହି ଆଲୋକ ଏବଂ ଶକ୍ତିର ସଂସ୍ପର୍ଶ କୌଣସି କାରଣରୁ ବି ଛାଡ଼ ନାହିଁ। ତାହେଲେ ହିଁ ତୁମେ ଦିବ୍ୟ ସତ୍ୟ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇପାରିବ। ଏହା ଥିଲା ଆମର କରୁଣାମୟୀ ଦିବ୍ୟ ଜନନୀଙ୍କ ଆଲୋକ ବିଷୟରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଉକ୍ତି। ତ ଏହି କରୁଣାମୟୀ ମାଙ୍କର ଆଲୋକକୁ ବହୁତ ଜଣ ସାଧକ ନିଜ ଅନୁଭବରେ ବି ଆଣିଛନ୍ତି। ଥରେ ଜଣେ ସାଧକ କହିଲେ, ଶ୍ରୀ ଅରବିନ୍ଦଙ୍କୁ ପଚାରୁଛନ୍ତି, when I write to the mother, I often see flashes of light which are teeny, round and of different colors.
white, gold, green, blue and yellow. What are they? ଜଣେ ସାଧକ ପଚାରୁଛନ୍ତି ଶ୍ରୀ ଅରବିନ୍ଦଙ୍କୁ, ମୁଁ ଯେତେବେଳେ ମାଙ୍କ ପାଖକୁ କିଛି ଲେଖିବାକୁ ବସେ ସେତେବେଳେ ମୁଁ କିଛି ଲାଇଟ ର କ୍ଲାସେସ୍ ପାଏ ଆଉ ସେ ଲାଇଟ ଗୁଡା ସେ ଲେଖାର ଚତୁର୍ଦିଗରେ ଘୁରୁଥାନ୍ତି। ସେ ଲାଇଟ ଗୁଡା ସବୁ ହେଲେ ହ୍ୱାଇଟ, ତାର କଲର ସବୁ ହେଲା ଗୋଲ୍ଡ, ଗ୍ରୀନ, ବ୍ଲୁ ଆଉ ୟେଲୋ। ସେମାନେ ସବୁ କଣ? ତାପରେ ପ୍ରଭୁ ତାଙ୍କୁ ଉତ୍ତରରେ କହୁଛନ୍ତି, when you write, ତୁମେ ଯେତେବେଳେ ଲେଖ, you put yourself probably in contact with the mother's forces. ସମ୍ଭବତଃ ତମେ ମାଙ୍କ ଶକ୍ତିର ସଂଯୋଗରେ ଆସିଥାଅ। These lights of different colors are the play of her forces. ଆଉ ସେହି ଭିନ୍ନ ଭିନ୍ନ ରଙ୍ଗର ଆଲୋକ ହେଉଛି ମାଙ୍କ ଶକ୍ତିର ଲୀଳା। ଆଉ କେହି ସାଧକ ଜଣେ ଲେଖନ୍ତି, looking at the mother on the terrace in the evening, I saw a dark blue light around her, like the color of the flower named Radha's consciousness. ତ ଏହି ସବୁ ଉପରେ ବହୁତ ସାଧକ ତାଙ୍କ ଅନୁଭୂତିରେ ମାଙ୍କର ଆଲୋକକୁ ଉପଲବ୍ଧି କରିଥାନ୍ତି। ତାପରେ କୁହାଯାଉଛି, ଆଉ ଜଣେ ସାଧକ ଲେଖୁଛନ୍ତି, there are various, ମାନେ ଶ୍ରୀ ଅରବିନ୍ଦ କହୁଛନ୍ତି, there are various lights around the mother indicating the force that come from her. ବହୁତ ଗୁଡେ ରଙ୍ଗ ରହିଛି, ସେଇ ଜ୍ୟୋତିର ରଙ୍ଗ ମାଙ୍କ ପାଖରୁ ହିଁ ଆସେ। White is her own characteristics. ମାଙ୍କର ହେଉଛି ଶ୍ଵେତ ଆଲୋକ, the pale blue is mine, ଆଉ ଈଷତ୍ ନୀଳ ଆଲୋକ ହେଉଛି ଶ୍ରୀ ଅରବିନ୍ଦଙ୍କର। ଆଉ ଅନ୍ୟାନ୍ୟ ଯେତେ ଜ୍ୟୋତିରାଜି ହେଲା ତାହା ସବୁ ହେଉଛି ମାଙ୍କର ବିଭିନ୍ନ ଶକ୍ତିଚୟ। ଆଉ ଏହା ସଂଖ୍ୟାରେ ଅନେକ, ଆମେ ଜାଣିଛେ ମାଙ୍କର ବହୁତ ଶକ୍ତି, ଯୋଉ ସବୁ ଶକ୍ତି ପୃଥିବୀ ପୃଷ୍ଠକୁ ଏପର୍ଯ୍ୟନ୍ତ ବି ଅବତରଣ କରିନି, ସେଇ ଶକ୍ତି ସବୁ ଏହି ଜ୍ୟୋତିର ବିଭିନ୍ନ ରଙ୍ଗ ଧରି ସେ ଆସି ଆମ ପାଖରେ ଦେଖାଯାଏ, ଯଦି ଆମେ ନିଜକୁ ସେଇ ଆଲୋକ ରଙ୍ଗ ପ୍ରତି ଉନ୍ମିଳିତ ରଖିପାରିବା। ଥରେ ଚମ୍ପକଲାଲ କହୁଥିଲେ ଶ୍ରୀ ଅରବିନ୍ଦଙ୍କୁ, ସେ ଥରେ ସ୍ୱପ୍ନ ଦେଖୁଥିଲେ, କହିଲେ, ମୁଁ ଦେଖିଲି ଏକ ବିରାଟ ଚାବି ଉପରେ ଧଳା ରଙ୍ଗରେ ମା ଅକ୍ଷର ଲେଖା ହୋଇଛି, ଏହାର କଣ କିଛି ଅର୍ଥ ଅଛି? ପ୍ରଭୁ ତାଙ୍କୁ କହୁଛନ୍ତି, is it a key you saw? ଚାବିଟିଏ ଦେଖିଲୁ? If so, the meaning is clear. ଯଦି ତାହା ହୋଇଥାଏ ତେବେ ତାହାର ଅର୍ଥ ସ୍ପଷ୍ଟ। It is the key to the divine realization. ଏହା ହେଉଛି ଦିବ୍ୟ ଉପଲବ୍ଧି ନିମନ୍ତେ ଚାବି। The mother is the key because it is her light. White is her color that enables us to open the gate of realization. ମା ହେଉଛନ୍ତି ଚାବି, କାରଣ ତାଙ୍କରି ଶ୍ଵେତ ରଙ୍ଗର ଆଲୋକ ଯାହାକି ଉପଲବ୍ଧିର ଦ୍ୱାର ଉନ୍ମୁକ୍ତ କରିବା ନିମନ୍ତେ ଆମକୁ ସମର୍ଥ କରିବ। ଏସବୁ କଥା ଶୁଣି ଆମ ମନରେ ମଧ୍ୟ ଗୋଟେ ପ୍ରଶ୍ନ ଆସିବ, ଏହି ଆଲୋକ କଣ ଆମେ ସତରେ ଦେଖିପାରିବୁ? ଆମ୍ଭେମାନେ ଯେଉଁ ଏକ ସ୍ଥୂଳ ଜଗତରେ ବାସ କରୁଛୁ, କୌଣସି ଆଡୁ ଆଲୋକ ଦେଖିବାକୁ ସମର୍ଥ ହୋଇପାରୁନୁ। ଦେହ, ମନ, ପରିବାର, ସଂସାର, ସମାଜ, ଦେଶ, ବିଦେଶ ଚାରିଆଡୁ ଅନ୍ଧକାର ଘନେଇ ଆସୁଛି। ଲାଗୁଛି ଯେପରି ମାଙ୍କର ଆଲୋକ ଦର୍ଶନ କରିବା ସୌଭାଗ୍ୟରୁ ଆମେ ବଞ୍ଚିତ। ଏସବୁ କଥା ଶୁଣିକି କଣ ଯେ ଲାଭ ହେବ? ଏଇ ତେଲ ଲୁଣ ସଂସାରର ଏତେ ଯନ୍ତ୍ରଣା ଅଭାବ ବୋଧ ଭିତରେ ସତରେ କଣ ଆମେ ନିଜକୁ ସମର୍ଥ କରିପାରିବୁ? ଏଇଭଳି ଆମର ଯୋଉ ମନ ରହିଛି ସେ ଆମକୁ ପ୍ରଶ୍ନ ପଚାରି ଚାଲିବ, ତେଣୁ କହିବ, ଏସବୁ କେବଳ ମହାନ ସାଧକ ଯୋଉମାନେ ମା ଓ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ପାଇଥିଲେ ସେଇମାନଙ୍କ ନିମନ୍ତେ ଉଦ୍ଦିଷ୍ଟ। ଆମ ଭଳି ସାଧାରଣ ମଣିଷ ପାଖରେ ଏହା ଅସମ୍ଭବ। ଏଇଭଳି ଆମ ମନ ଭିତରେ ଘନେଇ ଆସୁଥିବା ସନ୍ଦେହଟି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିବ ହତାଶ ବୋଧ ସହିତ। ତ ଏଇ ହତାଶ ବୋଧର ପ୍ରଶ୍ନରେ ଦିବ୍ୟ ଜନନୀ କରୁଣାମୟୀ କେତେ ସୁନ୍ଦର ଉତ୍ତରଟିଏ ଦେଇଛନ୍ତି, ଯାହା ବହୁତ ହୃଦୟସ୍ପର୍ଶୀ ଆଉ ପ୍ରେରଣାଦାୟୀ। ମା କୁହନ୍ତି ଯେ ଏଇ କଥା ଠିକ ନୁହେଁ, ଏ ସୌଭାଗ୍ୟ ସମସ୍ତଙ୍କ ପାଇଁ ଥୁଆ ହୋଇଛି,
ପ୍ରତ୍ୟେକ ହିଁ ଏ ସୌଭାଗ୍ୟ ଲାଭର ଅଧିକାରୀ। କଥୋପକଥନ ମଧ୍ୟରେ ସେ ସେହିମାନଙ୍କୁ ଯୋଉମାନେ ଅସହାୟ ହୋଇ ନିଜକୁ ହୀନ ଚକ୍ଷୁରେ ଦେଖିକି ଏଇ ସବୁ ପ୍ରଶ୍ନ ପଚାରନ୍ତି, ତାଙ୍କୁ ସମ୍ବୋଧନ କରି କହୁଛନ୍ତି, ତୁମେ ଯେଉଁମାନେ ଆହତ, ଭୂପତିତ, କ୍ଲିଷ୍ଟ, ତଳେ ପଡିଯାଏ ହୁଏତ ଭାବୁଛ ଯେ ଆଉ ମୁଣ୍ଡ ଟେକି ପାରିବ ନାହିଁ, ତୁମେମାନେ ଶୁଣ, ତୁମମାନଙ୍କର ଏହି ଜଣେ ସମବ୍ୟଥୀ ବନ୍ଧୁର କଥା। ମା ନିଜକୁ ଆମର ସମବ୍ୟଥୀ ବନ୍ଧୁ ବୋଲି ପରିଚୟ ଦଉଛନ୍ତି। ପୁଣି କହୁଛନ୍ତି, ସେଇ ବନ୍ଧୁଟି ଜାଣେ ତୁମମାନଙ୍କ ସକଳ ଦୁଃଖର କାହାଣୀ। ସେହି ଧରଣର କଷ୍ଟ ସେ ମଧ୍ୟ ଅନେକ ଭୋଗ କରିଛି। ସେହିପରି ପ୍ରଖର ରୌଦ୍ରରେ ଦିନେ ସେ ମଧ୍ୟ ଦୁସ୍ତର ମରୁଭୂମି ପାର ହୋଇଛି। ସେହିପରି କ୍ଷୁଧା ତୃଷ୍ଣାର ଦଂଶନ ତାକୁ ବି ସହ୍ୟ କରିବାକୁ ହୋଇଛି। ସେହିପରି ନିଃସଙ୍ଗ ଜୀବନ ଏକ ସମୟରେ ତାର ବି ଥିଲା। ଆଉ ସବୁଠାରୁ ନିର୍ମମ ଯେଉଁ ହୃଦୟର ରିକ୍ତତା, ତାହା ମଧ୍ୟ ତାକୁ ଆସ୍ୱାଦ କରିବାକୁ ହୋଇଛି। କେତେ ଦ୍ୱିଧା, ଦ୍ୱନ୍ଦ, ସଂଶୟ, ଦୁର୍ବଳ ଚିତ୍ତତା ଭିତର ଦେଇ ତାକୁ ବି ଅତିକ୍ରମ କରିବାକୁ ହୋଇଛି। ତଥାପି ଶୁଣ, ସେ ତାର ନିଜର ପ୍ରତ୍ୟକ୍ଷ ଅଭିଜ୍ଞତାରୁ ହିଁ ଏ କଥା କହୁଛି। ଏପରି କୌଣସି ଅନ୍ଧକାର ରାତ୍ରି ନାହିଁ ଯାହା କେବେ ହେଲେ ପାହିବ ନାହିଁ। ବରଂ ଯେତେବେଳେ ଅନ୍ଧକାର ଖୁବ୍ ଗଭୀର ହୋଇ ଆସିବ, ସେତିକି ବେଳେ ଜାଣିବ ଯେ ଏହାରି ପରେ ହିଁ ଆଲୋକମୟୀ ଉଷା ନିଶ୍ଚୟ ଆସି ଦେଖାଦେବ। ତୁମ୍ଭେମାନେ ଜାଣିଥାଅ ଯେ ଏପରି କୌଣସି କୁହୁଡ଼ି ନାହିଁ ଯାହା ସୂର୍ଯ୍ୟଙ୍କ ଆଲୋକରେ ଦୂର ହୁଏ ନାହିଁ। ଏପରି କୌଣସି ଅଶ୍ରୁ ନାହିଁ ଯାହା ସୂର୍ଯ୍ୟଙ୍କ କିରଣରେ ଶୁଖେ ନାହିଁ। ଏପରି କୌଣସି ଦୁର୍ଦାନ୍ତ ଶୀତ ନାହିଁ ଯାହା ପରେ ମଧୁର ବସନ୍ତ ଆସେ ନାହିଁ। ନିୟତିର କୋପରେ କିମ୍ବା ନିଜ ଦୋଷରୁ ଯଦି ଧରାଶାୟୀ ହୋଇଥାଅ, ସେଥିରେ ବି ହତାଶ ହେବାର କିଛି ନାହିଁ। ସେହି ଅବସ୍ଥାରେ ହିଁ ତୁମ ପାଖକୁ ଓହ୍ଲାଇ ଆସିବ ସ୍ୱୟଂ ଭଗବାନଙ୍କର ପ୍ରେମ ଧାରା, ତାଙ୍କର ଶୁଭ ଆଶୀର୍ବାଦ। ବର୍ତ୍ତମାନ କଷ୍ଟରେ ନିଆଁରେ ପୋଡ଼ି ତୁମେ ତ ଶୁଦ୍ଧ ହୋଇଗଲ, ଏଥର ତୁମକୁ ସେଠାରୁ ଉପରକୁ ଉଠି ଆସିବାକୁ କିଏ ଅଟକାଇବ? ଏହିଭଳି ପ୍ରଶ୍ନବାଚୀ ମଧ୍ୟରେ ମା ନିଜେ ଲେଖିଛନ୍ତି। ସତରେ କେତେ ନିର୍ଭରତାର ପ୍ରତିଶ୍ରୁତି, କେତେ ନିଶ୍ଚୟତାର ବୋଧ ଆମ ମନରେ ଭରି ଯାଉଛି। ଆମେ ଏଇ ଯୋଉ ନିରାଶାବାଦୀ ମନୋଭାବ, ଅସହାୟତାର ଭାବ, କଷ୍ଟ ଯନ୍ତ୍ରଣାରେ ପଡ଼ି ତଳକୁ ତଳକୁ ଖସି ଯାଉଥିବାର ସମୟ ପାଖରେ ଏହା କେତେ ଯେ ନିର୍ଭରତାର ପ୍ରତିଶ୍ରୁତି। ମା ଆମରି ପାଖରେ ଅଛନ୍ତି। ମା ଆମରି ଭଳିଆ ଦୁଃଖ କଷ୍ଟ ସହି ଏତେ ବଡ଼ ସହାୟତା ଆମକୁ ପ୍ରଦାନ କରୁଛନ୍ତି। ମା ଯେ ଆମରି ସହିତ ରହି ଆମରି ସୁଖ ଦୁଃଖର ଅନୁଭବ ନେଉଛନ୍ତି। ସାରା ସୃଷ୍ଟିର ଜଡ଼ତା ଅଜ୍ଞାନତାରୁ ଆମକୁ ଉଠାଇ ନେବା ପାଇଁ ସ୍ୱୟଂ ସଶରୀରେ ଆମରି ପାଖରେ ଅବତରିତ ହୋଇଛନ୍ତି। ଆଉ ଅପେକ୍ଷା କରି ରହିଛନ୍ତି କେତେବେଳେ ଆମ ନିଦ ଭାଙ୍ଗିବ ଆଉ ଆମେ ସଚେତନ ହୋଇପାରିବୁ ତାଙ୍କରି ମାର୍ଗରେ ଚାଲିବା ପାଇଁ, ଯାହା ଆମ ଜୀବନର ଅସଲ ଲକ୍ଷ୍ୟ। ଅଥଚ ଆମେ କଣ କରୁଛୁ? ନିଜର ମୁଁ ଆଉ ମୋର ଭାବରେ ନିଜକୁ ବନ୍ଦୀ କରି ରଖିଛୁ। ବାହ୍ୟ ଜୀବନର ଚାକଚକ୍ୟ ଭିତରେ ଏତେ ନିମଜ୍ଜି ରହିଛୁ ଯେ ନିଜ ଅନ୍ତରରେ ଧରି ରଖିଥିବା ଦିବ୍ୟ ଜନନୀଙ୍କ ଜୀବନ୍ତ ଉପସ୍ଥିତି ସମ୍ପର୍କରେ କିଛି ବି ଧାରଣା କରିପାରୁନି। ଏହାଠାରୁ ବଳି ଅବସରଜନକ ଘଟଣା ଆଉ କଣ ବା ଥାଇପାରେ? ପୁଣି ମା କହୁଛନ୍ତି, ଯେତେବେଳେ ତୁମେ ନିସଙ୍ଗ ନିର୍ଜନ ପ୍ରାନ୍ତର ଭିତରେ ଆସି ପଡ଼ିଛ, ସେତେବେଳେ ତୁମେ କାନ ଡେରିଲେ ହିଁ ଶୁଣିବାକୁ ପାଇବ ନୀରବତାର ମଧୁର ଆହ୍ୱାନ। ଏତେ ଦିନ ହୁଏତ ବାହାରର ସ୍ତୁତିବାଦ ତୁମର କାନକୁ ତୁଷ୍ଟ କରି ରଖିଥିଲା, କିନ୍ତୁ ଏଥର ଏହି ନୀରବତାର ଗଭୀର ନିସ୍ତବ୍ଧ ବାଣୀ ତୁମର ଅନ୍ତରର ଆତ୍ମାକୁ ତୃପ୍ତ କରିବ। ଯେତେବେଳେ ଗହନ ଅନ୍ଧକାରରେ ନିତ୍ୟାନ୍ତ ଏକା ଏକା ଘୁରି ବୁଲୁଛ,
ସେତେବେଳେ ଦେଖିବ ତାହାରି ମଝିରେ ହିଁ ଜଳୁଛି ଅମୂଲ୍ୟ ମଣିମାଣିକ। ସେଗୁଡ଼ିକୁ ନିଜ ଭିତରେ ସଞ୍ଚୟ କର। ଯେତେବେଳେ ଏକ ବାର ରିକ୍ତ ହୋଇଯାଉଛ, ନିଜର ବୋଲି ଆଉ କିଛି ହେଲେ ନାହିଁ, ସେତିକି ବେଳେ ତୁମକୁ ମିଳିଯିବ ସବୁଠାରୁ ବହୁମୂଲ୍ୟ ଜିନିଷ। କେବଳ ନିଜର ଅନ୍ତରକୁ ଅକପଟ କର। ଏଠି ଯୋଉ ମା ଲେଖିଲେ ରିକ୍ତ ହୋଇଯାଉଛ, ମାନେ ଆମେ ଦରିଦ୍ର ହୋଇଯାଇଛୁ, ଧନ ସମ୍ପଦ ଭିତ୍ତିରେ ନୁହେଁ, ଆମ ଭିତରେ ଯୋଉ କପଟତା, କୁଶ୍ଚିତତା, ଅପବିତ୍ରତା, ଅମଳିନତା ଯାହା ସବୁ ରହିଛି, ଯେତେ ଯାହା ଆମେ ଅଦିତ୍ୟର ଭାବ ପୂର୍ବରୁ ଆଲୋଚନାରେ ଆଣିଲେ, ସବୁ ଯେତେବେଳେ ଆମ ଭିତରୁ ଚାଲିଯିବ, ଯେତେବେଳେ ଆମେ ଏକ ବାର ରିକ୍ତ ହୋଇଯାଇଛ, ମାନେ ଆମେ ହୃଦୟ ଖୋଲା କରି ରଖୁଛେ, ନିଜର ବୋଲି ଯାହାକୁ ମୁଁ ଆଉ ମୋର ଭାବକୁ ଆମେ ଯୋଉ ନିଜର ଭାବୁଥିଲେ, ନିଜର ବୋଲି ଆଉ କିଛି ହେଲେ ନାହିଁ, ସେତିକି ବେଳେ ହିଁ ମିଳିଯିବ ସବୁଠାରୁ ବହୁମୂଲ୍ୟ ଜିନିଷ। ଏହା ହେଉଛି ମାଙ୍କର ଆମ ପାଇଁ ଦୃଢ ପ୍ରତିଶ୍ରୁତି। କେବଳ ଆମ ଅନ୍ତରକୁ ଆମେ ଅକପଟ କରି ରଖିବା, ତାହେଲେ ସବୁଠାରୁ ମନ୍ଦ ଭିତରୁ ସବୁଠାରୁ ଭଲ ଜିନିଷ ଆମକୁ ମିଳିଯାଇ ପାରିବ। ମା କହୁଛନ୍ତି ଅନ୍ଧକାରକୁ ଭୟ କର ନାହିଁ, କୃଷ୍ଣ ଅନ୍ଧକାର ମଝିରେ ହିଁ ତ ଜଳିବ ମାଙ୍କର ଶୁଦ୍ଧ ଆଲୋକ। ଦୁର୍ଭାଗ୍ୟକୁ ଭୟ କର ନାହିଁ, ତାହାରି ପଛରେ ହିଁ ତ ଲୁଚି ରହିଛି ସୌଭାଗ୍ୟ। ସେ କହୁଛନ୍ତି ଡୋଣ୍ଟ ଗିଭ୍ ୱେ, ହୋଲ୍ଡ ଟାଇଟ୍, ଇଟ୍ ଇଜ୍ ହ୍ୱେନ୍ ଏଭ୍ରିଥିଙ୍ଗ ସିମ୍ସ ଲଷ୍ଟ ଦ୍ୟାଟ୍ ଅଲ୍ ଇଜ୍ ସେଭ୍ଡ। ଅର୍ଥାତ୍ ଟିକିଏ ବି ଶିଥିଳ ହୁଅ ନାହିଁ, ଶକ୍ତ କରି ଧରି ରଖ। ଯେତେବେଳେ ସବୁ କିଛି ହରାଇଲା ଭଳି ମନେ ହେଉଛି, ସେତିକି ବେଳେ ହିଁ ଜାଣିବ ଯେ ସବୁ କିଛି ହିଁ ତୁମର ସୁରକ୍ଷିତ ହୋଇ ରହିଛି। ମାଙ୍କର ଆଲୋକ ଯେଉଁମାନେ ପାଇବାକୁ ଚାହାନ୍ତି, ତାଙ୍କର ଏହି ବାଣୀଟି ହିଁ ହେବ ମୂଳ ମନ୍ତ୍ର। ମାଙ୍କର ଆଲୋକ ସତରେ ଦେଖିବାକୁ ପାଇବା ଗୋଟିଏ ଆଧ୍ୟାତ୍ମିକ ଉପଲବ୍ଧି ଆଉ ଅନୁଭୂତିର କଥା। ଆମେ ଯେମିତି ବାହ୍ୟ ଜଗତରେ ଦେଖୁ ସୂର୍ଯ୍ୟଙ୍କ ଆଲୋକ, ଏହା ହଉଛି ଗୋଟେ ପ୍ରତ୍ୟକ୍ଷ ସ୍ଥୂଳ ସତ୍ୟ, କିନ୍ତୁ ଯୋଉମାନଙ୍କର ଉପଲବ୍ଧି ହୋଇଛି ସେମାନେ କହନ୍ତି ଏହି ହେଲା ଆଧ୍ୟାତ୍ମିକ ସତ୍ୟର ଗୋଟେ ଅବିକଳ ବାହ୍ୟ ପ୍ରତିରୂପ ମାତ୍ର। ଆକାଶ ହେଉଛି ମହାଚେତନା, ସେଇ ମହାଚେତନା ନିଜକୁ ଏକାଗ୍ର ଓ କେନ୍ଦ୍ରୀଭୂତ କରି ନିଜ ବକ୍ଷରେ ସୃଷ୍ଟି କଲେ ସବିତାଙ୍କୁ, ଅର୍ଥାତ୍ ସବିତାଙ୍କର ଶକ୍ତି ରୂପକୁ। ଆକାଶର ବର୍ଣ୍ଣ ନୀଳ ଆଉ ସବିତାଙ୍କ ବର୍ଣ୍ଣ ଶୁଭ୍ର। ତାଙ୍କର ସେହି ଶୁଭ୍ର ଆଲୋକରୁ ହିଁ ସମସ୍ତ ପ୍ରକାର ବର୍ଣ୍ଣର ସୃଷ୍ଟି। ଶ୍ରୀ ଅରବିନ୍ଦ ନିଜେ କୁହନ୍ତି ତାଙ୍କ ଆଲୋକର ବର୍ଣ୍ଣ ନୀଳ, ମାଙ୍କର ଆଲୋକର ବର୍ଣ୍ଣ ଶୁଭ୍ର। ତ ଯେତେବେଳେ ଆମେ ସୂର୍ଯ୍ୟଙ୍କୁ ପାଣି ଦବା, ସେତିକି ବେଳେ ହିଁ ମହାଆକାଶର ନୀଳିମା କୁ ଶ୍ରୀ ଅରବିନ୍ଦଙ୍କ ରୂପ, ଶ୍ରୀ ଅରବିନ୍ଦଙ୍କ ସମସ୍ତ ସାଧନା, ଏହି ଅନୁଭବ ମନରେ ଆଣିବା ଏବଂ ସୂର୍ଯ୍ୟ ହିଁ ସ୍ୱୟଂ ଦିବ୍ୟ ଜନନୀଙ୍କର ଏକ ସ୍ଥୂଳ ରୂପ, ସେହି ଅନୁଭୂତି ନେଇ ଆମେ ଜଳ ଅର୍ପଣ କରିବା, ନିଶ୍ଚୟ ତାଙ୍କରି ସହିତ ସଂଯୁକ୍ତ ହୋଇପାରିବା। ମା ନିଜେ କୁହନ୍ତି ଭଗବାନଙ୍କର ଦିବ୍ୟ ମହାଜ୍ୟୋତିର କଥା। ସେ କହିଛନ୍ତି ସେହି ଦିବ୍ୟ ଜ୍ୟୋତି ମଧ୍ୟରେ ଯଦି ଥରେ ତୁମେ ପ୍ରବେଶ କର, ତାହେଲେ ସେଠାରୁ ତମେ ଯେତେବେଳେ ବାହାରି ଆସିବ, ଥରେ ସେହି ଦିବ୍ୟ ଜ୍ୟୋତିର ଉପଲବ୍ଧି ନେଇ ବାହାରି ଆସିଲେ, ସେତେବେଳେ ଆକାଶର ସୂର୍ଯ୍ୟଙ୍କ ଆଡକୁ ଅନାଇ ଦେଖିବ, ସେ ଯେପରି ସେହି ଦିବ୍ୟ ଜ୍ୟୋତି ତୁଳନାରେ ନିସ୍ତେଜ, ନିଷ୍ପ୍ରଭ ଓ କଳା। ଏତେ ଉଜ୍ଜଳ, ଏତେ ଦୋଦୁତ୍ୟମାନ, ଏତେ ଉଦୀୟମାନ, ଏତେ ସ୍ପଷ୍ଟ ଆଉ ସତେଜ ସେହି ଦିବ୍ୟ ଆଲୋକର ରଙ୍ଗ ଯେ ତାହାରି ତୁଳନାରେ ଆମେ ଯାହାକୁ ସବୁଠୁ ଉଜ୍ଜଳ ବୋଲି ସୂର୍ଯ୍ୟଙ୍କୁ ଜାଣିଛେ, ତାହା ହୋଇ ଉଠିବ ନିସ୍ତେଜ, ନିଷ୍ପ୍ରଭ ଆଉ କଳା। ଏହି ହେଲା ମାଙ୍କର ଆଲୋକର ସନ୍ଧାନ ଆଉ ମାଙ୍କର ଆଲୋକ ପ୍ରତି ଆସ୍ପୃହାର କଥା। ମା ପୁଣି ନିଜେ ଲେଖୁଛନ୍ତି, ତୁମେ ମାନେ କଣ କେବେ ହେଲେ କୌଣସି ବଣ ଭିତରକୁ ଯାଇ ଏହା ଲକ୍ଷ୍ୟ କରି ଦେଖିନାହ ଯେ ଅଗଣିତ ଗଛପତ୍ର ଖୁବ୍ ଲଗାଲଗି ହୋଇ ରହି ମଧ୍ୟ ପ୍ରତ୍ୟେକ ଉପରର ଆଲୋକ ପାଇଁ କେତେ ପ୍ରକାର ପ୍ରୟାସ କରୁଛନ୍ତି।
ଆଙ୍କି ବାଙ୍କି ଲମ୍ବା ହୋଇ ଡାଳପତ୍ର ବଢେଇ କେତେ ହଜାର ପ୍ରକାର ଉପାୟରେ ସୂର୍ଯ୍ୟଙ୍କ ଆଲୋକକୁ ଟିକିଏ ଧରିବା ପାଇଁ କିପରି ପ୍ରାଣପଣେ ଚେଷ୍ଟା କରନ୍ତି। ଏହି ହେଉଛି ସେମାନଙ୍କର ଆସ୍ପୃହାର ସ୍ଥୂଳ ଭାବରେ ଅଭିବ୍ୟକ୍ତି ଯେ ଆଲୋକ ପାଇଁ ସେମାନେ ଅନବରତ ହିଁ ହାତ ବଢାନ୍ତି। କିନ୍ତୁ ମାଙ୍କର ଆଲୋକ ହେଲା ଊର୍ଧ୍ୱମୁଖୀ ନୁହେଁ, ଅନ୍ତର୍ମୁଖୀ। ତ ଯେହେତୁ ସୂର୍ଯ୍ୟଙ୍କ ଆଲୋକ ହେଲା ବହିର୍ଜଗତ, ସେଥିପାଇଁ ସେମାନଙ୍କର ଆସ୍ପୃହା ସ୍ଥୂଳ ଓ ବାହ୍ୟିକ। ମାଙ୍କର ଆଲୋକ ହେଲା ଅନ୍ତର୍ଜଗତର, ସେଥିପାଇଁ ଆମର ଆସ୍ପୃହା ହେବ ଆଭ୍ୟନ୍ତରିକ। ତାପରେ ଆମ୍ଭମାନଙ୍କର ଯେତେବେଳେ ସେହି ଆଲୋକ ଦେଖିବାର ସୌଭାଗ୍ୟ ହେବ, ସେତେବେଳେ ଦେଖାଯିବ ଯେ ହଜାର ବର୍ଷର ଅନ୍ଧକାର ଘର ଭିତରେ ହଠାତ୍ ଯେପରି ଏକ ସଙ୍ଗରେ ହଜାର ବତୀ ଜଳି ଉଠିଛି। ଏଇଟି ଥିଲା ଦିବ୍ୟ ଜନନୀଙ୍କ ଦିବ୍ୟ ଆଲୋକ ବିଷୟରେ ସମ୍ୟକ୍ ଜ୍ଞାନ ଆଉ ତାକୁ ଆସ୍ପୃହା କରିବାର ଏକ ଛୋଟିଆ ପ୍ରୟାସ ଆଜିର ଆଲୋଚନା ମାଧ୍ୟମରେ। ଏବେ ଆସିବା ଦିବ୍ୟ ଜନନୀଙ୍କର ଦିବ୍ୟ ପ୍ରେମ ବିଷୟରେ ଅନୁଭବ କରିବାର ଆଲୋଚନାଟିକୁ। ଆମେ ଜାଣିଛେ ଦିବ୍ୟ ପ୍ରେମ ଡିଭାଇନ ଲଭ୍ ଉପରେ ବହୁ ଆଲୋଚନା ସରିଛି ଏବଂ ଚାଲୁଛି ମଧ୍ୟ। ଏହି ସୀମିତ ସମୟରେ ତାକୁ ବ୍ୟାଖ୍ୟା କରିବା ଅତ୍ୟନ୍ତ ଦୁଷ୍କର ହେବ। ତଥାପି ମାଙ୍କ ସାନ୍ନିଧ୍ୟରେ ରହି ସାଧକ ସାଧିକା ମାନେ କିପରି ଛୋଟ ବଡ ଘଟଣା ମାଙ୍କୁ କହୁଥିଲେ ଏବଂ ମାଙ୍କର ଉତ୍ତରରେ କିପରି ସେହି ପ୍ରେମ ଭାବ ଭରି ରହିଥିଲା, ଯାହାକୁ ଆମେ ପାଠ କଲେ ହୃଦୟ ଅଭିଭୂତ ହୋଇ ଉଠେ। ମା ଓ ପ୍ରଭୁଙ୍କ ଅନେକ ଅନାଲୋଚିତ ଅଧ୍ୟାୟ ବି ଖୋଲିଯାଏ। ସେଇ ବିଷୟକୁ ଟିକେ ଆଲୋଚନାରେ ଆଣିବା। ପାର୍ଥିବ ଜଗତରେ ମା କୁହନ୍ତି ମାନବୀୟ ପ୍ରେମର ସବୁଠୁ ଭଲ ଦୃଷ୍ଟାନ୍ତ ହେଲା ସନ୍ତାନ ଉପରେ ମାର ସ୍ୱାଭାବିକ ଶ୍ରଦ୍ଧା। ମାତ୍ର ଏଇ ସ୍ୱାଭାବିକ ଶ୍ରଦ୍ଧାଟି ସେ କେବଳ ନିଜ ସନ୍ତାନ ଛଡା ଅନ୍ୟ କାହାର ସନ୍ତାନକୁ ଦେଇନଥାଏ। କିନ୍ତୁ ଆମେ ଏଠି ପଢୁଛେ ଡିଭାଇନ ଲଭ୍, ଯିଏ ଜଗନ୍ମାତା, ଜଗତ ସାରା ସମସ୍ତେ ଯାହାର ସନ୍ତାନ, ତାଙ୍କର ସମସ୍ତଙ୍କ ପ୍ରତି ସମାନ ପ୍ରେମ ରହିବ। ଯେଉଁଠି ଜଣକୁ ବାଦ ଦେଇ ଆଉ ଜଣକୁ ବେଶୀ ଭଲ ପାଇ ହୁଏନି, ସମସ୍ତଙ୍କ ପ୍ରତି ଏଇ ସମାନ ଧରଣର ଭଲ ପାଇବା, ଏହାକୁ ହିଁ କୁହନ୍ତି ଦିବ୍ୟ ପ୍ରେମ। ଆମ ଭଳି ସାଧାରଣ ମନୁଷ୍ୟ ଅବଶ୍ୟ ଏପରି ପ୍ରେମ ସମ୍ବନ୍ଧରେ କୌଣସି ଧାରଣା କରିପାରେ ନାହିଁ, କାରଣ ମଣିଷର ଚେତନା ସୀମିତ, ସେଥିପାଇଁ ତାହାର ପ୍ରେମ ମଧ୍ୟ ସୀମିତ। କିନ୍ତୁ ଯେଉଁଠାରେ ମହାଚେତନାର କଥା କୁହାଯାଉଛି, ସେଠାରେ ପ୍ରେମ ମଧ୍ୟ ଅପରିସୀମ। ଦିବ୍ୟ ଜନନୀଙ୍କ ପ୍ରେମ ହେଲା ଅପରିସୀମ, ଯାହାକୁ ମାପି ହୁଏନି। କିନ୍ତୁ ମଣିଷର ପ୍ରେମ ତଥାପି ଚିରକାଳ ହିଁ ଅତୃପ୍ତ। ସେ ତାର ଅତି ଗୋପନରେ ଚାହୁଁଛି ଏପରି କିଛି ଯାହା ସେ ଆଜି ପର୍ଯ୍ୟନ୍ତ ଖୋଜି ପାଇନାହିଁ। ସେ ନିଜେ ବି ଜାଣିନାହିଁ କେଉଁ ସାମଗ୍ରୀ ସେ ଚାହେଁ ଆଉ କେଉଁଠାରେ ବା ତାହା ମିଳେ। ଯେଉଁ ମୁହୂର୍ତ୍ତରେ ମଣିଷର ଚେତନା ତାର ମାନୁଷୀ ପ୍ରେମର ଅଭିବ୍ୟକ୍ତିକୁ ପଛକୁ ପକାଇ ବିଶୁଦ୍ଧ ଦିବ୍ୟ ପ୍ରେମର ସ୍ପର୍ଶ ଲାଗି ଜାଗ୍ରତ ହେବ, ତৎକ୍ଷଣାତ୍ ସେ ଜାଣିପାରିବ ଯେ ଏତେ କାଳ ଧରି ତାର ହୃଦୟ କଣ ଚାହୁଁଥିଲା। ସେତିକି ବେଳୁ ଆରମ୍ଭ ହେବ ତାର ଆତ୍ମାର ଆସ୍ପୃହା। ସେଇଥିରେ ହିଁ ଜାଗି ଉଠିବ ତାର ନବଚେତନା, ଆଉ ସ୍ୱୟଂ ଭଗବାନଙ୍କ ସଙ୍ଗରେ ମିଳନ ପାଇଁ ସେ ବ୍ୟାକୁଳ ହୋଇ ଉଠିବ। ମାନୁଷୀ ପ୍ରେମ ଓ ଦିବ୍ୟ ପ୍ରେମ ଭିତରେ ଏହିଠାରେ ହିଁ ତଫାତ୍ ବୁଝାଯାଏ। ତ ଏହି ପ୍ରେମ, ମାଙ୍କର ପ୍ରେମ ଏତେ ଆଲୋଚନାକୁ ଆଣିବାନି। ଆମେ ସମସ୍ତେ ଜାଣିଛେ ମାଙ୍କ ପ୍ରେମ କଣ, କିନ୍ତୁ କିଛି ଜିନିଷ ରହିଛି ସାଧକ ସାଧିକା ମାନେ ମାଙ୍କ ସହିତ ଯୋଉ କଥୋପକଥନ କରୁଥିଲେ, ତାରି ମାଧ୍ୟମରେ ବାସ୍ତବ ମାଙ୍କର ବାସ୍ତବ ପ୍ରେମକୁ ଆମେ ଟିକେ ବୁଝିବା। ତ ମା କୁହନ୍ତି ଏହି ଯୋଉ ପ୍ରେମ ରହିଛି ଦିବ୍ୟ ପ୍ରେମ, ତା ଦ୍ୱାରା ସେ ସବୁ ପ୍ରକାରର ମଣିଷକୁ ହିଁ ସମାନ ଭାବରେ ଭଲ ପାଆନ୍ତି। ସମାନ ରକମର ସ୍ନେହ ଦୃଷ୍ଟିରେ ସମସ୍ତଙ୍କୁ ଦେଖନ୍ତି, ସମସ୍ତଙ୍କର ସହସ୍ର ଦୋଷ କ୍ଷମା କରନ୍ତି, କାହିଁରେ ହେଲେ କାହାରି ପ୍ରତି ବିରୂପ ହୁଅନ୍ତି ନାହିଁ।
କେହି ବିରୁଦ୍ଧାଚରଣ କଲେ ବି ସଂଶୋଧିତ ହେବା ପାଇଁ ତାକୁ ବାରମ୍ବାର ସୁଯୋଗ ଦିଅନ୍ତି। ଆଉ ସବୁଠୁ ବଡ କଥା ହେଲା ଅନିଷ୍ଟକାରୀକୁ ବି କରୁଣା ଚକ୍ଷୁରେ ଦେଖନ୍ତି। ତ ଏଇ ଘଟଣାକୁ ନେଇକି କେମିତି ସେ ଅନିଷ୍ଟକାରୀକୁ ବି କରୁଣା ଚକ୍ଷୁରେ ଦେଖୁଥିଲେ ଗୋଟେ ଘଟଣାବଳୀରୁ ଆମେ ଆଲୋଚନା କଲେ ଜାଣିପାରିବା। ଆଶ୍ରମର ଘଟଣାଟିଏ ପ୍ରୀତି ଦାସ ଗୁପ୍ତା ପ୍ରୀତି ଲେଖନ୍ତି, ସେତେବେଳେ ସିଡି ସାମ୍ନା କବାଟଟି ମା ପ୍ରାୟ 8ଟା ପାଖାପାଖି ଖୋଲୁଥିଲେ। ଆମେ ଅଳ୍ପ କେତେ ଜଣ ସେଇ ସମୟରେ ମାଙ୍କ ପାଖକୁ ଆଶୀର୍ବାଦ ଫୁଲ ପାଇଁ ଯାଉଥିଲୁ। ତ ସେମାନେ ଯାଆନ୍ତି ମାଙ୍କ ପାଖକୁ ଆଶୀର୍ବାଦ ଫୁଲ ପାଇଁ, ମାଙ୍କୁ ଅପେକ୍ଷା କରନ୍ତି। କେବେ କେବେ ମା ରାତି 8ଟା 9ଟା 10ଟା ବାଜି ଯାଉଥିଲା, ମା କିନ୍ତୁ ଆସନ୍ତିନି। ତ ଏମାନେ କଣ କରନ୍ତି, ନ ଖାଇ ନ ପିଇକି ସେଇଭଳି ମାଙ୍କୁ ଅପେକ୍ଷା କରନ୍ତି। ଆଉ ଯେତେବେଳେ ମାଙ୍କର ଧ୍ୟାନ ଭଙ୍ଗ ହୁଏ ସିଏ ଆସନ୍ତି ଆଉ ତାଙ୍କୁ ଫୁଲ ଦେଇ ଯାଆନ୍ତି। ତାଙ୍କର ଯୋଉ ଅପେକ୍ଷା କରିବାର ମୁହୂର୍ତ୍ତ, ସେମାନେ କେବେ ବି କ୍ଳାନ୍ତି ବା ଅଧୈର୍ଯ୍ୟ ଭୋଗ କରିପାରୁନଥିଲେ। ତ ବହୁତ ଖୁସି ମନରେ ସତରେ ଦିବ୍ୟ ଜନନୀଙ୍କର ସ୍ୱଚକ୍ଷୁରେ ଦର୍ଶନ ମିଳିବ, ସେଇ ଦର୍ଶନର ମୁହୂର୍ତ୍ତକୁ ଅପେକ୍ଷା କରିବା କେତେ ଭଲ ଲାଗୁଥିବ ଆମେ ବୁଝିପାରୁଥିବା। ଦିନେ କଣ ହେଇଛି ନା, ଜଣେ ବୟସ୍କା ମହିଳା ମାଙ୍କ ପାଇଁ ଅପେକ୍ଷା କରୁ କରୁ ବହୁତ ଅଧୈର୍ଯ୍ୟ ହୋଇ ପଡିଲେ। ସେ ଆଣିଥିବା ଫୁଲ ଥାଳିଟି କବାଟ ଅଳ୍ପ ଖୋଲି ସାମ୍ନାରେ ଥିବା ଆଲମାରି ଉପରେ ରଖିଦେଇ ଚାଲି ଯିବାକୁ ଚାହିଁଲେ। ମାଙ୍କ ପାଇଁ ଅପେକ୍ଷା କରିବାକୁ ଯେତେବେଳେ ପ୍ରୀତିଦି ତାଙ୍କୁ ବାରମ୍ବାର ଅନୁରୋଧ କଲେ, ସେ କିନ୍ତୁ କିଛି ଶୁଣିଲେ ନାହିଁ। ବହୁତ ଟିକେ ବିରକ୍ତି ହୋଇକି ପ୍ରୀତିଦିଙ୍କ ଉପରେ ସେ ଚାଲି ଯାଇଥିଲେ। ସେ ଓହ୍ଲାଇ ଗଲେ, ଆଉ ଆଶ୍ଚର୍ଯ୍ୟର କଥା, ମା ଠିକ ସେଇ ସମୟରେ କବାଟ ଖୋଲିଲେ ଆଉ ଅନ୍ୟମାନେ ସମସ୍ତେ ସେଠି ଛିଡା ହୋଇଥିଲେ। ତାପରେ ମା ଜଣକୁ ଜଣକୁ ଆଶୀର୍ବାଦ ଫୁଲ ଦେଇ ଓହ୍ଲାଇଲେ ଆଉ ପ୍ରୀତିଦି ଶେଷରେ ମାଙ୍କ ପାଖକୁ ଯାଇଥିଲେ। ତାପରେ ପ୍ରୀତିଦିଙ୍କୁ ମା ପଚାରୁଛନ୍ତି, ଏଇ ଫୁଲ ଥାଳିଟି କିଏ ରଖିଛି? ତାପରେ ପ୍ରୀତିଦି କଣ ହେଲା କେଜାଣି ସେ ସାଇଲେଣ୍ଟ ରହିଥିଲେ। ସେତେବେଳେ ମା ପୁଣି ପଚାରୁଛନ୍ତି, ମୁଁ ଜାଣିଛି କିଏ ହିଁ ଫୁଲ ଥାଳିଟି ରଖିଯାଇଛି, ସମସ୍ତଙ୍କ ଫୁଲଦାନୀ ଆଉ ଫୁଲ ଥାଳି ମୁଁ ଚିହ୍ନିଛି। ତାପରେ ଅତ୍ୟନ୍ତ ଦୁଃଖର ସହିତ ମା କହିଲେ, ୟୁ ଆର୍ ମୋଷ୍ଟ ଆମେଜିଂ ରିଅଲି, ତୁମେ ମାନେ ମତେ ବହୁତ ଆଶ୍ଚର୍ଯ୍ୟ କରାଇଲ। You cannot wait for me even for a little while without getting impatient. ମୋ ପାଇଁ ଟିକିଏ ସମୟ ତୁମେ ମାନେ ଅପେକ୍ଷା କରିପାରିଲ ନାହିଁ, ଏମିତି ଅଧୈର୍ଯ୍ୟ ହୋଇ ପଡ। ପୁଣି କହିଲେ, ଜାଣ, you know, even gods and goddesses wait eagerly to get a glimpse of me. ଏମିତିକି ଦେବାଦେବୀ ମାନେ ମଧ୍ୟ ମୋର ଟିକିଏ ଦର୍ଶନ ପାଇବାକୁ କେମିତି ଉନ୍ମୁଖ ହୋଇ ରହିଥାନ୍ତି। ଆଉ ମୁନି ଋଷି ମାନେ ଧ୍ୟାନରେ ବା ସ୍ୱପ୍ନରେ ମୁହୂର୍ତ୍ତକ ପାଇଁ ମୋ ଦର୍ଶନ ପାଇଲେ ସାରା ଜୀବନ ଧନ୍ୟ ହୋଇଗଲା ବୋଲି ମନେ କରନ୍ତି। ତୁମେ ମାନେ ମତେ ଅତି ସହଜରେ ପାଇଛ ତ, ତେଣୁ ମୂଲ୍ୟ ଦେଇ ଜାଣିନାହ। ମାଙ୍କ ମୁହଁରୁ ପ୍ରୀତିଦି ଏଇସବୁ କଥା ଶୁଣି ତାଙ୍କ ଅନ୍ତର ଦୁଃଖରେ ଭରି ଯାଇଥିଲା। ଆଉ ସେ କହିଲେ, ମାଙ୍କୁ କହିଥିଲେ, ମା, ଦେବତା ଓ ମୁନି ଋଷି ମାନେ ତୁମକୁ କେବଳ ଭଗବତୀ ଆଉ ଆଦ୍ୟାଶକ୍ତି ଭାବରେ ଜାଣନ୍ତି, କିନ୍ତୁ ମା, ତୁମେ ଯେ ଆମ୍ଭମାନଙ୍କ ମା, ଆମ୍ଭମାନଙ୍କ ବନ୍ଧୁ, ଆମେ ତୁମକୁ ଦେବୀ ଆଦ୍ୟାଶକ୍ତି ଭାବରେ ଜାଣୁ, କିନ୍ତୁ ତାଠାରୁ ତୁମକୁ ବେଶୀ ଜାଣୁ ଆମର ସ୍ୱୟଂ ଜନନୀ ରୂପେ, ବନ୍ଧୁ ରୂପେ। ସେଇଥିପାଇଁ ତ ତୁମ ପାଖରେ ଆମର ଏତେ ଅଳି, ଏତେ ଅଭିମାନ। ଗଛର ଛାଇରେ ଆମେ ଯେତେବେଳେ ଠିଆ ହେଉ ବା ବସୁ, ସେତେବେଳେ ଆମେ କଣ ଭାବୁ, ଆଃ, ଗଛ ଆମକୁ କି ସୁନ୍ଦର ଛାୟା ଦଉଛି। ତୁମେ ତ ଆମର ବନ୍ଧୁ, ତୁମେ ତ ଆମର ମା। ଏମିତି କହୁ କହୁ ପ୍ରୀତିଦିଙ୍କ ହୃଦୟ ଭାରି ହୋଇ ଉଠିଥିଲା। ଆଉ ସେ ସମସ୍ତଙ୍କ ପାଇଁ ତାଙ୍କ ମାଙ୍କ ପାଖରେ ସେ କ୍ଷମା ଚାହିଁବାକୁ ଲାଗିଥିଲେ। ଅବୋଧ ଶିଶୁଟିଏ ପରି ମାଙ୍କ ସାଥିରେ ଆମର, ଆଉ ପୁଣି କହିଥିଲେ, ଆମର ଏଇ ଯୋଉ ବ୍ୟବହାର, ଏହାର କଣ କ୍ଷମା ନାହିଁ? ମା ତାପରେ ଆଶ୍ଚର୍ଯ୍ୟଜନକ ଭାବରେ ଶାନ୍ତ ହୋଇଗଲେ। ତାଙ୍କ ନୟନରୁ ସ୍ନିଗ୍ଧ ଭଲ ପାଇବା ଚନ୍ଦ୍ରାଲୋକ ପରି ବିଚ୍ଛୁରିତ ହେବାକୁ ଲାଗିଲା। ତୁମେ ଯେ ଆମ୍ଭମାନଙ୍କର ମା, ଏଇ ମା ଡାକରେ ମା ଉତ୍ତର ଦେଲେ। ମନେ ହେଲା
ମା ମଣିଷ ମାନଙ୍କର ଅଜ୍ଞାନତାକୁ ଓ ଆସ୍ପର୍ଦ୍ଧାକୁ କ୍ଷମା କଲେ। କ୍ଷମା ତ ସେ କରି ଚାଲିଛନ୍ତି ସଦାବେଳେ। ମା ତାପରେ ପ୍ରୀତିଦିଙ୍କୁ କୁଣ୍ଢାଇ ପକାଇଲେ। ସେଇ ସ୍ନେହର ସ୍ପର୍ଶ ଏବେ ବି ପ୍ରୀତିଦିକୁ ଲେଖିଛନ୍ତି, ମୁଁ ଏବେ ବି ଏଇ ଦେହ କୃତଜ୍ଞତାର ସହିତ ଅନୁଭବ କରେ। ସେମିତି ଚମ୍ପକଲାଲକୁ ମା ବି କହିଥିଲେ, ତୁମେ ମାନେ ମତେ ମଣିଷ ଭାବରେ ଦେଖ, କେବଳ ଏଇ ରୂପଟି ହିଁ ତୁମ ଆଖିରେ ପଡେ। ଏମିତି ଭାବରେ ତୁମେ ମାନେ ମୋ ସହିତ ବ୍ୟବହାର କର ଯେମିତି ମୁଁ ସତରେ ମଣିଷଟି ଆଉ କିଛି ନୁହେଁ। ଏଇଭଳି ଥିଲା ମାଙ୍କର ପ୍ରେମପୂର୍ଣ୍ଣ ଭଲ ପାଇବା ଆଉ ସମସ୍ତଙ୍କୁ ଏଇଭଳି ଶ୍ରଦ୍ଧା କରିବା, ସମସ୍ତଙ୍କ ଭୁଲକୁ ଏଇଭଳି କ୍ଷମା ଦେବା। ଆଉ ଗୋଟେ ଘଟଣା, ଜନ୍ମଦିନ ମାନଙ୍କରେ ମାଙ୍କର ବିଶେଷ ସ୍ନେହର ଝର ଅବାରିତ ଭାବେ ଝରି ପଡେ। ଆଉ ଗୋଟେ ମନଲୋଭା ଘଟଣା 1948 ମସିହାର କଥା। ସେଇ ପ୍ରୀତିଦିଙ୍କୁ ନେଇ ପ୍ରୀତିଦିଙ୍କର ବହୁତ ଇଚ୍ଛା ହେଲା ମାଙ୍କୁ ମିଠା ଖୁଆଇବାର। ତାଙ୍କ ଜନ୍ମଦିନରେ ମାଙ୍କୁ ମିଠା ଖୁଆଇବା ପାଇଁ ସେ ତାଙ୍କର ଜଣେ ସାଙ୍ଗ ମାଧ୍ୟମରେ ଗାଜରର ତିଆରି କିଛି ମିଠା ପ୍ରସ୍ତୁତ କରି ତାଙ୍କୁ ଖୁବ ସୁନ୍ଦର ଭାବେ ସଜାଇ ମାଙ୍କ ପାଖକୁ ନେଲେ। ସେ ଲେଖିଛନ୍ତି, କୁଣ୍ଠାର ସହିତ ସେଇ ମିଠା ଥାଳିଟିକୁ ନେଇ ମାଙ୍କୁ ମୁଁ ନିବେଦନ କଲି। ମୋର ଏତେ ସଂକୋଚ ଓ କୁଣ୍ଠା ଭାବ ଦେଖି ମା ଦୁଇ ହାତ ବଢାଇ ମୋ ହାତରୁ ସେ ଥାଳିଟିକୁ ଗ୍ରହଣ କଲେ। ଖୁବ ଖୁସି ହେଲେ। ଖୁସିରେ କହି ଉଠିଲେ, ବିଭା ମଷ୍ଟ ହାଭ୍ ଆରେଞ୍ଜ ଦିସ୍ ଫର ୟୁ। ତୁମ ପାଇଁ ଏହି ମିଠା ବିଭା ନିଶ୍ଚୟ କରିଦେଇଛି। ମୁଁ ତ ଅବାକ୍, ମା ଏ କଥା କେମିତି ଜାଣିଲେ? ମୁଣ୍ଡ ହଲାଇ କହିଲି, ହଁ ମା, ବିଭା କରିଦେଇଛି। କେତେ ସୁନ୍ଦର ଭାବେ ଯତ୍ନ କରି ସଜାଇ ଦେଇଛି ଦେଖ। ମା ବେଶ କିଛି ସମୟ ଧରି ସଜା ହୋଇଥିବା ଥାଳିଟି ଦେଖିଲେ। ମନେ ହଉଥିଲା ସତରେ ଯେମିତି ଥାଳିରେ କେତେ ଗୁଡିଏ ଫୁଲ ଫୁଟିଛି। ଯାହା ହେଉ, ମୁଁ ହଁ କହିବା ମାତ୍ରେ ଗୋଟେ ମିଠା ଉଠାଇ ନେଇ ଖାଇବାକୁ ଆରମ୍ଭ କଲେ। ମୁଁ ଖୁବ ଖୁସି ହେଲି। ଏତେ ଖୁସି ଲାଗିଲା ଯେ ସେ କଥା କେମିତି କହିବି। କିନ୍ତୁ ଆହୁରି ବିସ୍ମୟ ମୋ ପାଇଁ ଅପେକ୍ଷା କରିଥିଲା। ଲେଖୁଛନ୍ତି, ଗୋଟେ ମିଠାକୁ ମା ଟିକେ ଖାଉଥାନ୍ତି, ଆଉ ଟିକେ ମତେ ଖୁଆଇ ଦଉଥାନ୍ତି। ଏମିତି ଭାବେ 2-3ଟା ମିଠା ଖୁଆ ହୋଇଗଲା। ମତେ କେମିତି ଟିକେ ଲଜ୍ଜା ଲାଗୁଥିଲା। ମାଙ୍କ ମୁହଁଟି କୌତୁକ ମିଶା ହସରେ ଉଜ୍ଜଳ ଦେଖା ଯାଉଥିଲା। ମତେ ଛିଡା ହେବାକୁ କହି ମା ଥାଳିଟି ଧରି ଭିତରକୁ ଗଲେ। ଛିଡା ହୋଇ ସେ ଭାବୁଥାନ୍ତି, ହଠାତ୍ ଦେଖେ ମା ପୁଣି ଆସି ତାଙ୍କ ସାମ୍ନାରେ ଛିଡା ହୋଇ ମୃଦୁ ମୃଦୁ ହସୁଛନ୍ତି। ଦେଖିଲି ମାଙ୍କ ହାତରେ କାଗଜରେ ଗୁଡା ହୋଇ କିଛି ରହିଛି। ସେଇ ଗୁଡା ହୋଇଥିବା କାଗଜରୁ ମା ଗୋଟିଏ ମୁଦି ବାହାର କଲେ ଏବଂ ପ୍ରୀତିଦିଙ୍କ ଆଙ୍ଗୁଳିରେ ପିନ୍ଧାଇ ଦେଲେ। ପ୍ରୀତିଦି ଆଗରୁ ଯେତେବେଳେ ସନ୍ଧ୍ୟାରେ ମାଙ୍କ ପାଖକୁ ଯାଉଥିଲେ, ମା କଥା କହୁ କହୁ ତାଙ୍କ ହାତର ଆଙ୍ଗୁଳି ଗୁଡିକ ଧରି ଟାଣି ଟାଣି ଦେଖୁଥିଲେ ଆଉ କହୁଥିଲେ, ତୁମେ କେତେ ପତଳା କି ସରୁ ସରୁ ଅଙ୍ଗୁଳି ତୁମର। ସେତେବେଳେ ପ୍ରୀତିଦି ବୁଝିପାରିଲେ ମା ପ୍ରକୃତରେ ମୁଦିଟି କି ମାପର ହେବ ତାହା ବୁଝିବା ପାଇଁ ତାଙ୍କ ଅଙ୍ଗୁଳି ଗୁଡିକ ଧରି ଏମିତି ଦେଖୁଥିଲେ। ଆଉ ମୁଦିଟି ପିନ୍ଧାଇ ମଧୁର ଭାବେ ହସି ହସି ମା କହିଲେ, From today we have become the best of friends. ଆଜିଠାରୁ ଆମେ ପରମ ବନ୍ଧୁ ହେଲୁ। Our deep friendship has been established between us. ମୋ ଆଉ ତୁମ ଭିତରେ ନିବିଡ଼ ବନ୍ଧୁତ୍ୱ ହେଲା। ଏମିତି ସ୍ନେହ ଓ ଭଲ ପାଇବା ଯେ ଦିବ୍ୟ ଜନନୀ ଦେଇପାରନ୍ତି, ତାହା ତ କଳ୍ପନାତୀତ। ବିସ୍ମୟରେ, ଆନନ୍ଦରେ, କୃତଜ୍ଞତାରେ ତାଙ୍କ ହୃଦୟ ଭରି ଉଠୁଥିଲା। ଏଇ ଥିଲା ମାଙ୍କର ଅମାପ ଭଲ ପାଇବା ଆମ ମାନଙ୍କ ପ୍ରତି। ଆଉ କେବେ କେବେ କାହାର କଥାରେ ହେଉ ଅଥବା ନିଜ ଭିତରେ କିଛି ଅପରିପୂର୍ଣ୍ଣତା, ଅସମ୍ପୂର୍ଣ୍ଣତା ଦେଖିଲେ ଆମ ମନ ବହୁତ ଉଦାସ ହୋଇଯାଏ। ଯେମିତି ନିଜ ଭିତରେ ଏମିତି ଗୋଟେ ଫିଲିଂସ୍ ଆସେ, ମୋ ଦ୍ୱାରା ଆଉ କିଛି ହେଇପାରିବନି, ମୁଁ ଆଉ କିଛି କରିପାରିବନି। ଏଇଭଳି ଅସହାୟ ବୋଧଟି ଅତି ପ୍ରବଳ ମାତ୍ରାରେ ବଢି ଚାଲେ। ଏପରିକି କେହି କେହିଙ୍କର ବଞ୍ଚି ରହିବାର ଇଚ୍ଛା ବି ହ୍ରାସ ହୁଏ। ଏଇ ପରିପ୍ରେକ୍ଷୀରେ ଆଉ ଗୋଟେ ପ୍ରେରଣାଦାୟୀ ଘଟଣା ଆଲୋଚନା କରି ଆଜିର ଆଲୋଚନାକୁ ରଖିବା। ଆଉ ଗୋଟେ ଘଟଣା ହଉଛି ଶୋଭାଦି ଆଉ ମାଙ୍କ ବିଷୟରେ। କୌଣସି କାରଣରୁ ରାଗ ଆଉ ଅପମାନରେ ଜର୍ଜରିତ ହୋଇ
ହତାଶା ବୋଧକୁ ଧରି ଶୋଭାଦି ମାଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି। ମା ବସିଥିଲେ। ଶୋଭାଦି ମାଙ୍କ କୋଳରେ ହାତ ରଖି ନିଜେ ନେଇଥିବା ଫୁଲ ସବୁକୁ ମାଙ୍କୁ ଅତି ଆଗ୍ରହ ସହକାରେ ଦେଉଥାନ୍ତି। ସେମିତି ଅବସ୍ଥାରେ ତାଙ୍କ କୋଳରେ ଶୋଭାଦିଙ୍କ ହାତ ରହିଥିବା ଅବସ୍ଥାରେ ମା ବି ଗୋଟେ ଗୋଟେ ଫୁଲ ଦେବାକୁ ଲାଗିଲେ। ମାଙ୍କ ହାତର ମଧୁର ସ୍ପର୍ଶ ପାଇ ଶୋଭାଦିଙ୍କ ହତାଶ ପଣିଆ ଅମାନିଆ ହେଉଥିଲା ଆଉ ତାଙ୍କର ଦୁଇ ଆଖିରୁ ଲୁହ ବୋହିଯିବାକୁ ଲାଗିଲା। ପୁଣି ଶୋଭାଦି ମାଙ୍କୁ ପଚାରୁଛନ୍ତି, ମଦର, ମୁଁ କୁଆଡେ ପାଗଳ? ମା କହିଲେ, नो, ନଟ୍ ଆଟ୍ ଅଲ୍, ନା ତା କଦାପି ନୁହେଁ। ପୁଣି ଶୋଭାଦି କହୁଛନ୍ତି, ମା, କେତେ ଲୋକ ବାର ବାର କୁହନ୍ତି ଯେ ମୁଁ ପାଗଳ, ଏକଥା ମତେ ଖୁବ କଷ୍ଟ ଦିଏ। ଏହା କହି ଶୋଭାଦି କାନ୍ଦିବାକୁ ଲାଗିଲେ। ମା ଜୋର ଦେଇ କହିଲେ, ବଟ୍ ହ୍ୱାଇ ଡୁ ୟୁ ଆଲାଉ ୟୁର ସେଲ୍ଫ ଟୁ ବି ହର୍ଟ? ତୁମେ ନିଜକୁ କଷ୍ଟ ଦେବାକୁ ଆଲାଉ କାହିଁକି କର? ଦ୍ୟାଟ୍ ଇଜ ୟୁର ୱିକନେସ୍, ତାହା ହିଁ ତ ତୁମର ଦୁର୍ବଳତା। ଲେଟ୍ ପିପୁଲ ଟକ୍, ଦ୍ୟାଟ୍ ଇଜ ଦେୟାର ନେଚର। ଲୋକମାନେ ଏମିତି କହନ୍ତି କାରଣ ସେମାନଙ୍କ ସ୍ୱଭାବ ସେମିତି। ମୋଷ୍ଟ ଅଫ ଦ ଟାଇମ ଦେ ସ୍ପିକ୍ ନନସେନ୍ସ ଇନ୍ ଏନି କେସ୍। ବହୁ ସମୟରେ ଲୋକମାନେ ବାଜେ କଥା କୁହନ୍ତି। Either they spend their time criticizing others or seeing the negative side of things. ସେ ତ ସେମାନଙ୍କୁ ଅନ୍ୟମାନଙ୍କର ସମାଲୋଚନା କରନ୍ତି, ନଚେତ୍ ସବୁ ଜିନିଷର ଭୁଲ ଦିଗଟିକୁ ହିଁ ଦେଖନ୍ତି। ତାପରେ ଶୋଭାଜି କହୁଛନ୍ତି, ମଦର, such talk makes a normal person abnormal. ମା, ଏପରି ମନ୍ତବ୍ୟ ସ୍ୱାଭାବିକ ମଣିଷକୁ ଅସ୍ୱାଭାବିକ କରିଦିଏ। Yes, this is very regrettable. ହଁ, ଏହା ଖୁବ ଖରାପ। ଏପରି ମନ୍ତବ୍ୟ ସହିତ ସେମାନେ ଏମିତି ଏକ ଖରାପ ସ୍ପନ୍ଦନ ବିଛାଡି ଦିଅନ୍ତି ଯାହା ଖୁବ ଖରାପ। Listen, next time when these people tell you that you are abnormal, tell them, ଶୁଣ, ଏହାପରେ ସେମାନେ ଯେତେବେଳେ କହିବେ ଯେ ତୁମେ ଅସ୍ୱାଭାବିକ, ସେତେବେଳେ ସେମାନଙ୍କୁ ତୁମେ କହିବ, yes, I am abnormal because I am not a hypocrite. ହଁ, ମୁଁ abnormal କାରଣ ମୁଁ ଭଣ୍ଡ, ଛଳନାପୂର୍ଣ୍ଣ ନୁହେଁ। I am abnormal because I want to be honest, truthful and sincere. ମୁଁ abnormal କାରଣ ମୁଁ ସଚ୍ଚୋଟ, ସତ୍ୟବାଦୀ ଏବଂ ଆନ୍ତରିକ ହେବାକୁ ଚାହେଁ। Yes, I am abnormal because I do not strut about with your superficial policy the way you strut about. ହଁ, ମୁଁ abnormal କାରଣ ମୁଁ ତୁମମାନଙ୍କ ପରି ଲୋକ ଦେଖାଣିଆ ମୁଖା ଲଗାଏ ନାହିଁ। ପରିଶେଷରେ ସବୁଠୁ ବଢିଆ କଥା କହିଲେ, yes, I am abnormal, so what? The mother loves me and I do not care about anyone else. ହଁ, ମୁଁ ପାଗଳ, ଅସ୍ୱାଭାବିକ, ସେଥିରେ କଣ ଯାଏ? ମା ମତେ ଭଲ ପାଆନ୍ତି, ମୁଁ କାହାକୁ ପରବାୟ କରେ ନା। ଥିଲା ଭଗବତୀ ମାଙ୍କର ଶୋଭାଦିଙ୍କ ପ୍ରତି ଦୃଢ ପ୍ରତ୍ୟୟବଦ୍ଧ। ତାପରେ ମା ତାଙ୍କର ଦୁଇ ହାତକୁ ତାଙ୍କ ହାତ ମଧ୍ୟରେ ନେଇ ତାଙ୍କ ଆଖିକୁ ଚାହିଁ ବହୁତ ସମୟ ଧରି ଏକାଗ୍ର ହେଲେ ଆଉ ତାଙ୍କ ସବୁ ଦୁଃଖ, ସବୁ ବେଦନା ନିଜ ମଧ୍ୟକୁ ଟାଣି ନେଲେ। ପରେ ପରେ ଶୋଭାଦିଙ୍କ କାନ୍ଦ ବନ୍ଦ ହୋଇଯାଇଥିଲା ଆଉ ସେ ଲେଖିଛନ୍ତି, ମାଙ୍କ ପାଖରେ ବସି କି ଶାନ୍ତି ନ ପାଇଲି, କି ଶାନ୍ତି ଅନୁଭବ ନ କଲି। ଏଇଥିରୁ ଆମେ ବୁଝିପାରୁଥିବା ଦିବ୍ୟ ଜନନୀଙ୍କ କେତେ କରୁଣା ଆମରି ଭଳି ଅଧମ ମାନଙ୍କ ପାଇଁ। ସତରେ ଆମେ ଆପଣା ବିଷୟରେ ପ୍ରକୃତରେ ଯେତିକି ଜାଣିଥିଲୁ, ମା ତାଠାରୁ ଅନେକ ଅଧିକ ଜାଣିଛନ୍ତି। ଆମେ ନିଜ ଭିତରକୁ ଯେତିକି ଯାଏ ଅନାଇବାକୁ ସାହସ ହୁଏତ କରିଥିଲୁ, ଦିବ୍ୟ ଜନନୀ ତାହାର ଆହୁରି କେତେ ଭିତରକୁ ଯାଇଛନ୍ତି ଏବଂ ଆମେ ମଧ୍ୟ ଅଲବତ ଯାଇପାରିବା ବୋଲି ଆମକୁ ହିମ୍ମତ ଦେବାରେ ଲାଗିଛନ୍ତି। ଏଇ ତ ଦିବ୍ୟ ଜନନୀଙ୍କର ଦିବ୍ୟ ପ୍ରେମ, ଦିବ୍ୟ ଆନନ୍ଦର ସ୍ୱରୂପ, ଯେଉଁ ଦିବ୍ୟାନନ୍ଦର ଅପରୂପ ସ୍ପନ୍ଦନ ସତ୍ତା ମଧ୍ୟରେ ଥିବା ସୁପ୍ତ ପ୍ରେମକୁ ବ୍ୟକ୍ତ କରିପାରେ, ଭଲ ପାଇବାକୁ ଆରମ୍ଭ କରେ, ନିରନ୍ତର ଆହୁରି ଭଲ ପାଇବାକୁ, ବିଶେଷ ଲକ୍ଷ୍ୟ ବିନା, କୌଣସି କିଛିକୁ ନୁହେଁ, ପୁଣି ସମସ୍ତଙ୍କୁ ଏକ ସଙ୍ଗେ, ଯାହାକୁ ସେ ଜାଣେ ଏବଂ ଯାହାକୁ ସେ ନ ଜାଣେ ତାକୁ ମଧ୍ୟ, ଯାହା ସେ ଦେଖେ ଏବଂ ଯାହା ସେ କେବେ ଦେଖି ନାହିଁ ତାକୁ ମଧ୍ୟ,
ସେହି ଅଦ୍ୱିତୀୟ ସଦ୍ବସ୍ତୁ ପ୍ରେମମୟ ଚେତନାର ମୂର୍ତ୍ତ ରୂପ ଦିବ୍ୟ ଜନନୀଙ୍କୁ ହୃଦୟ ବାର ବାର ପ୍ରଣାମ ଜଣାଏ। ତେବେ ଏହି ଅନିର୍ବାଚନୀୟ ଆନନ୍ଦର ମୁହୂର୍ତ୍ତ ସକଳକୁ ପୁଣି ଥରେ ମା ଓ ପ୍ରଭୁଙ୍କୁ ସମର୍ପି ଦେଇ ତାଙ୍କରି ପାଖରେ ଚିର କୃତଜ୍ଞ ରହିବା। କେବଳ କୃତଜ୍ଞତା, କେବଳ କୃତଜ୍ଞତା ଆଉ କୃତଜ୍ଞତା। ବନ୍ଦେ ମାତରମ୍।